ଯେଉଁଠି ଖୋଳିବ ସେଠୁ ବାହାରୁଛି ମଦ। ସ୍ତ୍ରୀ ଲୋକମାନେ ଆଜି ଏପରି ଏକ ଘଟଣାକୁ ଦେଖାଇଛନ୍ତି। ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଞ୍ଚଳ ରାମତରା ଗ୍ରାମରେ କିଛି ମହିଳା ଏହି ଚୋରା ମଦକୁ ନେଇ ବିଭିନ୍ନ ପ୍ରକାର ଅଭିଯୋଗ କରିଥିଲେ। ଯେଉଁ ଅଭିଯୋଗକୁ ଆଧାର କରି ଗ୍ରାମର ଶତାଧିକ ମହିଳାମାନେ ହଠାତ୍ ଏକ ଜାଗାରେ ପହଞ୍ଚି ଖୋଳିବାକୁ ଆରମ୍ଭ କରିଥିଲେ ଏବଂ ଯେଉଁଠି ଖୋଳୁଥିଲେ ସେଠି ମଦ ବୋତଲ ପୋତା ହୋଇଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ଜଗତସିଂହପୁର ଅଞ୍ଚଳରେ ଏକ ଚର୍ଚ୍ଚା ସାଉଁଟିଛି। ବାପା ଝିଅ